आसन ग्रहण करने निमंते विनम्र अनुरोध। अशोक पालका सिंह पाइक महासंघ राज्य सभापति। स्वागत अभिभाषण प्रदान करवा आज आम समस्त ओडावासी एक पवित्र और स्मरणीय दिवस ये जे चिलिकार गांधी मधुनाथ जेनाकर 123तम राज्यस्तरीय जयंती आम्भे ओडिशावासी आज यही पवित्र गृह भुवनेश्वर गीत गोविंद सदन रे पालन करुछे। एबे यही महार्ग उत्सव को आनुष्ठानिक भाव में उद्घाटन करिसथि। आम समस्त सम्माननीय आदरणीय और वंदनीय शतायु पुरुष विशिष्ट स्वाधीनता संग्रामी राजनेता देशप्रेमी और 21 शताब्दी सुस्थ भारत वर्ष सुस्थ पृथ्वी स्वप्न देखुवा मदमुक्त पृथ्वी कथा कहूथिबा जड़े महान सन्थ श्री पद्मतरण नायक तांको मो प्रणिपात करुछि, नमस्कार करुछि एवं स्वागत करुछि। एवं स्वागत करुछि श्रीजुक्त दामोदर विश्वास तांको पाखरे बसचंती चित्तीप ग्रामर जे मुरबी कृष्ण प्रसाद ब्रह्मगिरी बारिकुद मालकुद सातपड़ा अंचल मुरबी श्री दामोदर विश्वास जे तांको मध्य डका जाइछि से सब गाँव में करुले एवं आदरणीय मलय जे चिलिका गांधी मधुनाथ जेनाकर नाम नामित ट्रस्ट संपादक से कहले तांको डाकिबा जेमिति उदयनाथ सब फंक्शन चिलिका अंचल होता तिथि पर होता देहांत समय किंतु आम मैंने चिंता कलु खाली सरकार अस्मिता स्लोगान हम ना किभली बास्तव रूप नब बास्तव रूप नवाक हेले सरकार किसी करती ना आमको करने पड़ेगा। जदि आम नक केवल खबर कागज वक्तव्य स्लोगान यही अंगीकार नहीं आम मैंने जो बसिलु एवं डॉक्टर अभिमन्यु जेना आमर त्रिपाठी जी गंदाखाई प्रिंसिपाल थे सहित टेलीफोन में कथबार्ता करके जो उत्साह आसला जो उद्दीपना आसला ताकू साकार करने खूब कम दिन में आम योजना कलु। योजना ये कलु जे जिते अजय जेना द्वादश
ମୁଁ ଯାଇଥିଲି ସେଠି। ମୁଁ ସ୍ପଷ୍ଟ କହିଥିଲି, ଅଜୟ ଜେନାଙ୍କ ଉପରେ କମ୍ କହିଥିଲି, ଉଦୟନାଥ ଜେନାଙ୍କ ଉପରେ ବେଶୀ କହିଥିଲି। କାରଣ ବାପାର ଚେହେରା ପୁଅ ଭିତରେ 3 ପୁରୁଷ ଯାଏଁ ସେଇ ରକ୍ତ, ସେଇ ହାଡ଼, ସେଇ ମାଂସ, ସେଇ ଚେହେରା ଉଦ୍ଭାସିତ ହେଉଥିଲା। ବାପ ମରିନଥାଏ, ବାପର ଠାଣି, ବାପର କଥା ସବୁ ଅଜୟ ଜେନା, ତାଙ୍କର ଅନ୍ୟତମ ପୁତ୍ର ଅଭୟ ଜେନା, ଯାହାର ଉତ୍ତରାଧିକାରୀ ମଧ୍ୟ ଅଛନ୍ତି ଶ୍ରୀମାନ ମଳୟ, ଭାରି ପରିଶ୍ରମୀ ଉଦ୍ୟୋଗୀ ପିଲା। ଏଭଳି ଏକ ଚିନ୍ତନକୁ ସାକାର କରିବା ପାଇଁ ସର୍ବଦଳୀୟ କଥା ଚିନ୍ତା କରାଗଲା। ସବୁ ଦଳର ଲୋକ ରହିବେ, ଗାନ୍ଧୀ ସମସ୍ତଙ୍କର। କେଉଁଠି ନାହାନ୍ତି ଗାନ୍ଧୀ, ଏପରିକି ଭୋଟ କିଣୁଥିବା 5 ଟଙ୍କା ଭିତରେ ମଧ୍ୟ ଗାନ୍ଧୀ ମୁଣ୍ଡ ହୋଇଛି। ଗାନ୍ଧୀ ସବୁଠୁ ଅଛନ୍ତି, ଗାଁରେ, ବୃତ୍ତିରେ, ଅର୍ଥନୀତିରେ ସବୁଠି ଗାନ୍ଧୀ। ଏବଂ ଚିଲିକାର ଗାନ୍ଧୀ, ଯେମିତି ଚିଲିକା ବିଶ୍ୱ ବନ୍ଦିତ, ଆମର ଚିଲିକା ଗାନ୍ଧୀ ଉଦୟନାଥ କାହିଁକି ଗୋଟେ କ୍ଷେତ୍ର ଭିତରେ ରହିବେ? ଗାନ୍ଧୀ ତ ସବୁ କ୍ଷେତ୍ରରେ ଅଛନ୍ତି। ଓଡ଼ିଶାରେ ମଧ୍ୟ ସେ ସମୟରେ 10-20 ଗାନ୍ଧୀ ଯାଉଥିଲେ। ଗାନ୍ଧୀଜୀ କେହି ଦେଖୁନଥିଲେ, କିନ୍ତୁ ଆଞ୍ଚଳିକ କ୍ଷେତ୍ରରେ ଗାନ୍ଧୀ ମଣିଷମାନଙ୍କୁ ଦେଖିକିରି, ସେତେବେଳେ ଟିଭି ନଥିଲା, ରେଡ଼ିଓ ନଥିଲା, କିଛି ନଥିଲା, କିନ୍ତୁ ଏମାନଙ୍କୁ ଦେଖିଦେଲେ ଲୋକମାନେ ଭାବୁଥିଲେ ଗାନ୍ଧୀ ଏଇଠି ଏଇଠି। ଏମିତି ଧଳାଟିଏ ପିନ୍ଧୁଥିବେ, କିନ୍ତୁ ଗାନ୍ଧୀଠୁ ଆଙ୍କର ଚେହେରା ବେଶୀ ଆକର୍ଷଣୀୟ। କାରଣ ତାଳଛତା ଗାନ୍ଧୀ ଧରୁନଥିଲେ, ଗାନ୍ଧୀ ଠେଙ୍ଗାଟିଏ ଧରୁଥିଲେ, ଇଏ ବି ଠେଙ୍ଗାଟିଏ ଧରୁଥିଲେ। ଏବଂ ମୋର ଆତ୍ମିକ ସମ୍ପର୍କ ଏଇଥିପାଇଁ ମୁଁ କାହିଁ ଏ ଭିତରେ ଅଛି। ନିକଟ ଅତୀତରେ ପଦ୍ମଶ୍ରୀ ଉପେନ୍ଦ୍ର ମହାନ୍ତିଙ୍କର ଷ୍ଟାଚ୍ୟୁ, ତାଙ୍କୁ ଜନ୍ମସ୍ଥାନ ନରେନ୍ଦ୍ରପୁରରେ କଲାବେଳେ ଏକଥା ମଧ୍ୟ ଆସିଲା ଯେ ଆମେ କିଛି କରିବା। ତେଣୁ ଏଭଳି ଏକ ମହାର୍କ କଥାକୁ ସଫଳ କରିବା ପାଇଁ ସବୁ ଦଳର ଲୋକଙ୍କୁ ଡକାଗଲା। ଯଦି ବା ଆସେମ୍ବଲି ଚାଲିଛି, ସେମାନେ ଅଛନ୍ତି, ଗୋଟେ ଜାତୀୟ କାର୍ଯ୍ୟରେ ଅଛନ୍ତି। ବ୍ରଜକିଶୋର ତ୍ରିପାଠୀ, ଯିଏ ସ୍ୱର୍ଗତ ଅଜୟ ଜେନାଙ୍କର ପରମ ବନ୍ଧୁ, ଅଜୟ ଜେନା ଚିଫ୍ ହୁଇପ୍ ଥିଲେ, ବ୍ରଜକିଶୋର ତ୍ରିପାଠୀ ମଧ୍ୟ ପ୍ରଥମେ ଚିଫ୍ ହୁଇପ୍ ଥିଲେ। ତେଣୁ ତାଙ୍କର ଆତ୍ମିକ ପାରିବାରିକ ସମ୍ପର୍କରୁ ତାଙ୍କୁ ମଧ୍ୟ ନିଷ୍ପତ୍ତି କରାଗଲା ସିଏ ତାଙ୍କ ଉପରେ ବକ୍ତବ୍ୟ ରଖିବେ। ଏଇଥିପାଇଁ ମୁଁ ବ୍ରଜକିଶୋର ତ୍ରିପାଠୀ, ସତୀଶ ପାତ୍ର ଅନେକ ଥର ପାରିକୁଦୁ ବାଲୁଦୁଆ କାଳିଜାଇର ବିଭିନ୍ନ ଫଙ୍କସନ୍କୁ ଯାଇଛି ଏବଂ ଆକ୍ସିଡେଣ୍ଟର ମଧ୍ୟ ସାମ୍ନା କରିଛି। ଶ୍ରୀମାନ ବ୍ରଜକିଶୋର ତ୍ରିପାଠୀ ଭୀଷଣ ଭାବରେ ଚାଲିପାରୁନାହାନ୍ତି, କିନ୍ତୁ ମନା କଲେ ସକାଳେ ମୋତେ ଫୋନ୍ରେ, ଏବେ ଫୋନ୍ କଲେ ମୁଁ ଗୋଟେ ପେନ୍ କିଲର ଖାଇଦେଲାଣି, ମୁଁ ଯିବି। ତେଣୁ ବ୍ରଜବାବୁଙ୍କୁ ଆମେ ଡାକୁନେ, ଚିଲିକାର ଗାନ୍ଧୀ ଡାକୁଛୁ। ସେଥିପାଇଁ ସିଏ ଗାଡ଼ି ପଠେଇଲି, ସେ ବର୍ତ୍ତମାନ ଆସୁଛନ୍ତି, ଯୋଗ ଦେବେ, ତାଙ୍କର ଅନୁଭବର କଥା କହିବେ, ଚିଲିକାର କଥା କହିବେ। ଏବେ ଚିଲିକା ପୁସ୍ତକ ମେଳା ହେଉଥିଲା, ଆମମାନେ ବି ଯାଇଥିଲୁ। ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମହୋଦୟ ତାକୁ ଆରମ୍ଭ କରିଛନ୍ତି। ପୁସ୍ତକ ମେଳା ଗାଁ ଗହଳିରେ ଲୋକମାନେ ଦେଖିନଥିଲେ, କିନ୍ତୁ ଲୋକମାନେ ଉପଲବ୍ଧି କଲେ। ଡକ୍ଟର ଜେନା କହିଲେ ବଢ଼ିଆ କାର୍ଯ୍ୟକ୍ରମ, ଗୋଟେ ଆଗ୍ରହ ତିଆରି ହେଇଛି। କେଉଁଟା କେଉଁଠି ନଥାଏ, ଆମକୁ କରିବାକୁ ପଡ଼େ। ଥରେ ଆରମ୍ଭ ହେଇଗଲେ ଛୋଟ କଥା ଦିନେ ବଡ଼ ହେଇଯାଏ। ଯେମିତି ଛୋଟ ମଣିଷଟିଏ ଭାବୁନଥାଏ, ତାକୁ ତାର ଭାଗ୍ୟ, ତାର କର୍ମ ଏବଂ ତାର ନିଷ୍ଠା କେଉଁଠି ନା କେଉଁଠି ପହଞ୍ଚେ। ଯେମିତି ଘଟିଥିଲା ଚିଲିକାର ଗାନ୍ଧୀ ଉଦୟନାଥଙ୍କ ଭାଗ୍ୟରେ। ଆପଣମାନେ ଜାଣିଥିବେ କି ନାହିଁ, ଏଠି ଡକ୍ଟର ମିହିର ରାୟ ଅଛନ୍ତି, ଆମକୁ ଯିଏ ଗୁରୁ ପାଠ ପଢ଼ୁଛନ୍ତି ବାଣପୁର କଲେଜରେ, ଗୋଦାବର୍ଷ ମହାବିଦ୍ୟାଳୟରେ। ସେ ଆଜି ପହଞ୍ଚନ୍ତି। ସେ କହିଲେ ମୋ ପିଲାଦିନ କଟିଛି ପାରିବି। ତାଙ୍କ ବାପା ବିଶିଷ୍ଟ ନାଟ୍ୟକାର ପୁଲିନ ରାୟ, ସେଠି ସେ ଡାକ୍ତର ଥିଲେ।
मानसिंह बसुଛନ୍ତି डाक्तर से जानी डाक्तर राधाचरण पंडा जी अणासुरु जाइए बारिकुदी डाक्तर होते एवं चिलिकार भौगोलिक इतिहास से प्रथम लोकलोचन को आनी तो देखु चिलिका जोटा ओडिशार संपद आम मान गर्व ये जो मैंने बसुँच से अंचल लोक मैंने बसुँच पाखापाखि लोक बसुँच चिलिका हूँ समस्त ओडिशार एक आधार चिलिका हूँ चिलिका कुड़िया बापा और माँ एवं जीवन बचार सबुठ बड़ राहा चिलिका को बाद दे तार संस्कृति तार साहित्य तार पर्यटन एवं ओडिशार अर्थनीति को अवमानना करा जाई परिबो तेणु चिलिका गांधी खाली चिलिका अंचल गांधी नुहति चिलिका जमी विश्व में प्रसिद्ध मत लगुच आपण मान उपस्थित और आपण मानकर उपलब्धि चिलिकार गांधी निश्चित भाव में त्याग तांकर सेवा तांकर महनीयता एवं तांकर निष्ठा निश्चित भाव में विश्व को आगामी पिला मानू उद्बुद्ध कर गरिमामय कर मु स्वागत करी गजबाबू आसीना आसुंच प्राक्तन केंद्र मंत्री सोशलिस्ट जीवन आरंभ करते अनाम गोटे साहित्य आंदोलन से अन्यतम सदस्य थे जोटा पुरी में मधु महांती आरंभ करते कुमार महांती कवि डॉक्टर मानसिंह जानते जो मैंने बेड़ा करुले अनाम गोटे आंदोलन आरंभ होता अनाम गोटे जुग हाँपाई जाऊला मधु महांती नेतृत्व में आम कि ना रही जगन्नाथ ना अच्छी कि सांगिया अच्छी से सांगिया काटी देते एवं अनामर जो मैंने प्रफुल्ल कर सौभाग्य मिश्र ब्रजकिशोर त्रिपाठी प्रफुल्ल त्रिपाठी एवं मधु महांती बारिस्टर रणदीप महांती बापा बारिस्टर से एम गोटे समुद्र कूल गोटे चेतना तैयारी करते लिटरेरी कनसेप्ट ता ना अनाम एवं कुमार महांती एसपी थे तार संपादक थे मैं कथा कहीं कहवाक चाहूँगी युवलोक सम्मेलन समसामयिक से गोष्ठी पुरी में तीव्र थे एवं ब्रज त्रिपाठी तार गोटे सदस्य थे 5 जणिया 5 शाखा भितर से गोटे शाखा थे कि सोशलिस्ट से आसवे सहित मिशि एवं मुझे रखा चाहे दामोदर विश्वाल जे जड़े पाइक श्रद्धा चेहरा देखते वृत्ति गाँव मुखिया सत्य और न्यायदान व्यक्ति एवं लोक आम दरकार ये मैंने गाँव में नुह ये भुवनेश्वर अन्य लोक मान आंगुली देखिए कथबार्ता करवा निष्ठा अच्छी सत्यता अच्छी ये सब बहु लोक पाखे सत्यता कम अच्छी हिपोक्रेसी छलना बेसी अच्छी तेणु गांधी से कहते गांधी सत्य कथा कहते तेणु मु निष्पत्ति करी डाकवा सी जहाँ कहे से हम उदयनाथ भाषा स्वागत कर उदयनाथ बहुत 3 पुरुष धरिकी आम सम्मानित कर उदयनाथ कथा बुझुंट स्वामी दियर कथा बुझुंट पुणी पुओ 4 पुरुष को जी सेवा नहीं बांधि रखी ताठू बड़ समाजसेवी बड़ गुरु किए अच्छा स्वागत कर मंच अच्छा श्रीयुक्त तरई अच्छा तरई आम भारतीय देवेंद्रनाथ तरई भारतीय जनता पार्टी पुरी जिलार से सभापति अच्छा जड़े सृजनशील व्यक्ति धीरस्थिर लोक एवं से आत्मीय स्वागत करुत देवेंद्र तराई डाक्टर देवेंद्र तराई महोदय को से आम सहित जोड़ी अच्छा एपटे केदार दास महोदय जी संयोजक जहाँ निकट अतीत पाइक आखड़ा बही बाहर से मायादेव मानसिंह हाईस्कूल शिक्षकता करने और प्रधान शिक्षक हवा जड़े पाइक गुरु भाव ख्यात जे बाहर देखिए समस्त ठिया सी पूरा पाइकर जो कुहाट देले सेटा गोटे विस्मय आम समस्त ये विस्मय चिलिका भितर को ब्रिटिश माने पहुँची पार
ଯାଇପାରିଲେ ନାହିଁ। କାହିଁକି ଯାଇପାରିଲେ ନାହିଁ? ସେଠି ସବୁ ଏରା ପକ୍ଷୀ ତାର ଥଣ୍ଟ ଗୁଡ଼ାକ ଲମ୍ବା, ନଳବଣରେ ଯେଉଁ ଏରା ପକ୍ଷୀ ଥିବେ ଏମିତି ଧାଡ଼ି ହେଇକିରି ବ୍ରିଟିଶ ମାନେ ଦେଖିଲେ ଆମେ କ'ଣ 8-10ଟା ଡଙ୍ଗାରେ ଯାଉଛୁ, ହଜାର ହଜାର କ'ଣ ସୈନିକ ରାଜାଙ୍କର ପାରିକୁଦିଆ ସବୁ ଗଡ଼ୁଆ ଲୋକଙ୍କର ସବୁ ଏମିତି ଥଣ୍ଟ ମାନେ ସବୁ ପୁରା ଫୋର୍ସ ଭଳିଆ ଅଛନ୍ତି। ଏରା ପକ୍ଷୀର ଥଣ୍ଟ ଲମ୍ବା ହେଇଯାଇଥିଲା। ଏତେ ସୈନ୍ୟ ଆମେ ଫେରି ଆସିଲେ, ବ୍ୟାକ୍ କରୁଥିଲେ। ଏମିତି ବାଣପୁର 3 ଦିନ ପାଇଁକା ସ୍ୱାଧୀନତା ଆଣିଥିଲେ କୃତିବାସଙ୍କ ନେତୃତ୍ୱରେ, କୃତିବାସ ପାଠଶାଣୀଙ୍କ ନେତୃତ୍ୱରେ। ସେଇଭଳି ଚିଲିକାକୁ ମଧ୍ୟ ଦଖଲ କରୁନଥିଲା ବ୍ରିଟିଶ, ପକ୍ଷୀମାନେ ମଧ୍ୟ ସେଠି ସୈନ୍ୟ ହେଇ ଯାଇଥିଲେ। ଯେମିତି ଚିଲିକା କୂଳର ମାଣିକ ପାଟଣା, ଏପଟ ଚିଲିକା କୂଳ ବ୍ରହ୍ମଗିରି ପଟରେ। ଇଏ ଯେତେବେଳେ ଆମର ଉଦୟନାଥଙ୍କର କଥା କହିବାକୁ ଚାହେଁ, ଯାହା ସଞ୍ଜୁଲିକା ଡକ୍ଟର ନିବେଦିତା କହୁଥିଲେ, ବ୍ଲକ ପ୍ରତିଷ୍ଠା ହେଲା, ସିଏ ଅଧ୍ୟକ୍ଷ ହେଲେ। ସେହି ସମୟରେ ବ୍ରହ୍ମଗିରି ବ୍ଲକ ପ୍ରତିଷ୍ଠା ହେଲା। ଅଧ୍ୟକ୍ଷ ଥିଲେ ଭୁବନ ମୋହନ ପାଇକରା, ଆମର ବସନ୍ତ ଛକରେ ବସିଛନ୍ତି ତାଙ୍କ ପୁତୁରା। ସେ ମୋତେ ତାଙ୍କର ଷ୍ଟାଚ୍ୟୁ ଉଦ୍ଘାଟନକୁ ନେଇଥିଲେ ବ୍ରହ୍ମଗିରି, ତାଙ୍କ ଗାଁ। କୋଭିଡ଼ ବେଳେ ମୋତେ କହିଲେ 50 ଲୋକ ହେବେ, ମୁଁ 50 ଲୋକରୁ ଅଧିକା କହିଲେ ବୁଝିଲି, କାରଣ କୋଭିଡ଼ ନିୟମ ହେଇଛି 50 ଲୋକରୁ ଅଧିକା ଏକାଠି ହେବେ। ଭୟଙ୍କର କୋଭିଡ଼ 21 ମସିହାରେ। ସେ କହିଲେ 50। ସେ ହେଉଛନ୍ତି ଶାନ୍ତିଲତା ବାରିକଙ୍କର ସ୍ୱାମୀ, ସ୍ୱର୍ଗତ କଣ୍ଠଶିଳ୍ପୀ ଶାନ୍ତିଲତା। ମୋର ମନେ ପକାଇ ଦେବାକୁ ଯାଏ, ଡକ୍ଟର ମାନସିଂହ ଅଛନ୍ତି ପୂର୍ବତନ ମନ୍ତ୍ରୀ। ଶାନ୍ତିଲତା ଯେଉଁ ହେ ଚତାନୟନ ଗୀତଟା ଗାଇଥିଲେ, ସେ ଚିଲିକା କୂଳେ କମ୍ପୋଜ ହେଇଥିଲେ। ତପନ ପଟ୍ଟନାୟକ, ସ୍ୱର୍ଗତ କବି ତପନ ପଟ୍ଟନାୟକ ତାକୁ ଲେଖିଥିଲେ। ହଠାତ୍ ଲେଖା ହେଲା, ତାଙ୍କ ବାପା ପଦ୍ମଚରଣ ପଟ୍ଟନାୟକ ସ୍ୱର ଦେଲେ ଏବଂ ଶାନ୍ତିଲତା ଗାଇଲେ। ତେଣୁ ସେ ବାହା ହେଇନଥିଲେ, ପତଳା ଗୋଟେ ସାଲୱାର ପଞ୍ଜାବୀ ପିନ୍ଧୁଥିଲେ, ପତଳା ଚେହେରା। ସେତେବେଳେ ସେ ଗାଇଲେ ଏବଂ ସେଇଟା ଏକ ଅବିସ୍ମରଣୀୟ ସଙ୍ଗୀତ ହେଇଗଲା ଜଗନ୍ନାଥ ଉତ୍ସବ। ବ୍ରଜବାବୁ ଆସିଲେଣି, ମୁଁ ତାଙ୍କ କଥା କହୁଥିଲି। ଅନାମ ଗୋଷ୍ଠୀର ସୂତ୍ରଧର ଏବଂ ଅଜୟ ଜେନାଙ୍କର ପରମ ବନ୍ଧୁ, ତାଙ୍କୁ ଆମେ ମଞ୍ଚକୁ ସ୍ୱାଗତ କରୁଛୁ। ସେ ଆଜିର ମୁଖ୍ୟ ବକ୍ତା। ଅସୁସ୍ଥତା ଏବଂ ଗୋଡ଼ ଇଏ ହେଲେ ଫ୍ରାକ୍ଚର ହେଇକି ମଧ୍ୟ ଆସିଲେ। ଯାହା ହଉ ଏ ସଭଟି ସଫଳ ହେଇଛି। ଜଣେ ବିଦ୍ୱାନ ରାଜନେତା ଏବଂ ଜଣେ ଶତାୟୁ ଦିବ୍ୟ ପୁରୁଷ ମଞ୍ଚାସୀନ ହେଉଛନ୍ତି। ତାଙ୍କୁ ଆମେ ସ୍ୱାଗତ କରିବା ଏବଂ ମୁଁ ନିବେଦନ କରିବି ମଳୟ ବାବୁ ତାଙ୍କୁ ସମ୍ବର୍ଦ୍ଧିତ କରିବେ। ଏବଂ କେଦାରନାଥ ଦାସ ଯେ ପାଇକ ଗୁରୁ ଏତେ ପରିଶ୍ରମ କରିଛନ୍ତି, ଶ୍ରୀ ମଳୟ କେତନ ଜେନା ଏହାକୁ ସବୁ ନିଷ୍ଠାର ସହିତ କରିଛନ୍ତି। ବର୍ତ୍ତମାନ ବ୍ରଜକିଶୋର ତ୍ରିପାଠୀ ମହୋଦୟଙ୍କୁ ଆମେ ସମ୍ବର୍ଦ୍ଧିତ କରୁଛେ। ଏବେ କାହିଁକି ଏ ସଭା କରୁଛୁ ମୁଁ କହି ଆସୁଛି। ସେଠି ହେଉଥିଲା, ଆମେ ବ୍ରଜବାବୁ ଆମେ ସବୁ ବହୁତ ଥର ଯାଇଛୁ ଚିଲିକା ଭିତରକୁ, ଅଜୟ ବାବୁ ବି ଥାଆନ୍ତି। କିନ୍ତୁ ଆମେ ଆଜି ଭୁବନେଶ୍ୱରରେ କରୁଛୁ ଏଥିପାଇଁ ଗୋଟେ ଭଲ ସ୍ମରଣିକା ମଧ୍ୟ କରିଛୁ। ଯେମିତି ଉପେନ୍ଦ୍ର ମହାନ୍ତିଙ୍କର ହେଇଥିଲା, ଭଲ ସ୍ମୃତିଜୀବୀ ସ୍ମରଣିକା ମଧ୍ୟ କରୁଛୁ। ଏବଂ ଆମେ ଆଜି ଏହି ଅବସରରେ 3-5 ଜଣଙ୍କୁ ସମ୍ମାନିତ କରୁଛୁ। 3 ଜଣଙ୍କୁ ପ୍ରଥମ ଥର ପାଇଁ ରାଜ୍ୟସ୍ତରୀୟ ସମ୍ମାନ ଆମେ ବଡ଼ ସମାଜସେବିକା ଇନ୍ଦୁମତୀ ଜେନାଙ୍କୁ ଦେବା ପାଇଁ ଚାହୁଁଛୁ ଏବଂ ସାହିତ୍ୟ ସାରସ୍ୱତ ସାଧନ ପାଇଁ 2 ବିଶିଷ୍ଟ ସାରସ୍ୱତ ସାଧକ ଡାକ୍ତର ଦେବେନ୍ଦ୍ରନାଥ ମାନସିଂ, ଡାକ୍ତର ମନ୍ତ୍ରୀ, ରାଜନେତା। ମୋର ମନେ ହେଉଛି ବୋଧେ ସେକେଣ୍ଡ ଟାଇମ୍ ଯେତେବେଳେ ସେ ବ୍ଲକ ଚେୟାରମ୍ୟାନ୍ ଡକ୍ଟର ମାନସିଂ ଗୋଟେ ବାଣପୁର ଚେୟାରମ୍ୟାନ୍ ଥିଲେ। 72 ମସିହା ଅନୱାର୍ଡସ୍ ମଧ୍ୟ ଡକ୍ଟର ମାନସିଂ ଚେୟାରମ୍ୟାନ୍ ଥିଲେ।
କିନ୍ତୁ ବ୍ଲକ ଆରମ୍ଭ ବେଳେ 4ଟି ଅନୁନ୍ନତ ଅଞ୍ଚଳ କଣାସ, ଡେଲାଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ପୁରୀ ସବ୍ ଡିଭିଜନର 4ଟି ଲୋକ ହରିବନ୍ଧୁ ଜେନା ମୋର ଆତ୍ମୀୟ ଯିଏକି ଡେଲାଙ୍ଗ ବ୍ଲକର ଅଧ୍ୟକ୍ଷ ଥିଲେ, ଶ୍ରୀଯୁକ୍ତ ସୁକତ ବିଶିଷ୍ଟ ଐତିହାସିକ ଶ୍ରୀ ଫକୀର ହରିଚନ୍ଦନ ସିଏ ମଧ୍ୟ କଣାସ ବ୍ଲକର ଅଧ୍ୟକ୍ଷ ହେଲେ, ଶିକ୍ଷକତା ଛାଡ଼ି ଦେଇକି ଅଧ୍ୟକ୍ଷ ହେଲେ ଏବଂ ଭୁବନ ମୋହନ ପାଇକରାୟ 60 ପରବର୍ତ୍ତୀ ସମୟରେ ବ୍ରହ୍ମଗିରିର ଅଧ୍ୟକ୍ଷ ହେଲେ ଏବଂ ଚିଲିକା ଗାନ୍ଧୀ ସବୁଠୁ ଅନ୍ଧାରୀ ଅଞ୍ଚଳ ବୋଲି କୁହାଯାଉଥିବା ଚିଲିକା ଗାନ୍ଧୀ ଉଦିନାଥ ଜେନା ହେଲେ କୃଷ୍ଣପ୍ରସାଦ ବ୍ଲକର ଯାହାର ନୂଆପଡ଼ା ବୋଲି ସେତେବେଳେ ହେଡ୍ ଅଫିସ୍ ଥିଲା ତାର ଅଧ୍ୟକ୍ଷ ହେଲେ। କିନ୍ତୁ ଯେଉଁଠି ରାସ୍ତା ନଥିଲା, ସାହାରା କହିଲେ ଗଙ୍ଗା, ସେତେବେଳେ ତାଙ୍କର ଯେଉଁ କର୍ମମୟ ଜୀବନ ଆମର ଅତିଥିମାନେ ଆଲୋଚନା କରିବେ ଏବଂ ସ୍ମରଣିକାରେ ପ୍ରକାଶିତ ସେଇଟା ଆଲୋଚନା କରିବେ। ମୁଁ ସମସ୍ତଙ୍କୁ ପଞ୍ଚାୟତ ଅତିଥିମାନଙ୍କୁ ସ୍ୱାଗତ କରୁଛି, କିନ୍ତୁ ମୁଁ ଗୋଟିଏ 2 ମିନିଟ୍ର ଉପସ୍ଥାପନ କରୁଛି ଆପଣମାନଙ୍କ ପାଇଁ, ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ। ଚିର ନମସ୍ୟ ଚିଲିକା ଗାନ୍ଧୀ ମାନବ ସଭ୍ୟତାକୁ ଭାରତର ଅନେକ ଅବଦାନ ମଧ୍ୟ ମହାତ୍ମା ଗାନ୍ଧୀ ହେଉଛନ୍ତି ଅନ୍ୟତମ। ବୁଦ୍ଧଙ୍କ ପରେ ବିଶ୍ୱରେ ଜଣେ ପ୍ରଭାବଶାଳୀ ଭାରତୀୟ ଯାହାଙ୍କୁ ଲୋକ ପୂଜା କରୁଛନ୍ତି। ସେ ଆଉ କେହି ସେ ବ୍ୟକ୍ତି ହୋଇନାହାନ୍ତି, ସେ ଏକ ବାଦ, ଏକ ବିଚାର, ଏକ ଆଦର୍ଶ, ଏକ ଦର୍ଶନ ଭାବରେ ସ୍ୱୀକୃତ ଓ ଅନୁସୃତ, ଯାହାର ଅନ୍ତ ନାହିଁ। ସେ ଏବେ ବି ଆହୁରି ପ୍ରାସଙ୍ଗିକ ରହିବେ ଓ ଚିର ପ୍ରାସଙ୍ଗିକ। ଗାନ୍ଧୀକୁ ଯେଉଁଠି ଯେତେ ବିରୋଧ କଲେ ମଧ୍ୟ ସମଗ୍ର ପୃଥିବୀରେ ଗାନ୍ଧୀଙ୍କ ବ୍ୟକ୍ତିତ୍ୱ ବିରଳ ଏବଂ ବିସ୍ମରଣୀୟ। କେତେକ ମଧ୍ୟରେ ଗାନ୍ଧୀ ଏତେ ପ୍ରତିଷ୍ଠିତ ଯେ ଅନ୍ୟମାନଙ୍କ ଆଖିରେ ସେ ଗାନ୍ଧୀ ବୋଲି ପ୍ରତିହିତ ହୁଅନ୍ତି, ଲୋକେ ତାଙ୍କୁ ଗାନ୍ଧୀ ବୋଲି ସମ୍ବୋଧନ କରନ୍ତି। ସେ ପାଲଟି ଯାଆନ୍ତି ସ୍ଥାନୀୟ ଗାନ୍ଧୀ ବା ଆଞ୍ଚଳିକ ଗାନ୍ଧୀ। ଲୋକମାନେ ମୂଳ ଗାନ୍ଧୀକୁ ଏମାନଙ୍କ ମଧ୍ୟରେ ଅନୁଭବ କରନ୍ତି। ଯେଉଁଟା ମୁଁ କହୁଛି ଏଭଳି ହେବା ସହଜ ନୁହେଁ। ଲୋଡ଼ା ନିଷ୍ଠା ଓ ସାଧନା ଭାରତର ପ୍ରତ୍ୟେକ ଅଞ୍ଚଳରେ ସ୍ଥାନୀୟ ଗାନ୍ଧୀ ଅଛନ୍ତି। ସେହିଭଳି ଜଣେ ଉଦୟନାଥ ଜେନା ଥିଲେ ଚିଲିକା ଗାନ୍ଧୀ ଭାବରେ ଖ୍ୟାତ ଓ ଅତ୍ୟନ୍ତ ଆଦରଣୀୟ। ଉଦୟନାଥ ଜେନାଙ୍କ ଚିଲିକା ଗାନ୍ଧୀ ହେବାର ଯାତ୍ରା ବେଶ୍ ପ୍ରେରଣାଦାୟକ। ଏହା ପଛରେ ରହିଛି ତ୍ୟାଗ, ତିତିକ୍ଷା ଓ ବଳିଦାନର କାହାଣୀ। ମହାତ୍ମା ଗାନ୍ଧୀ କହୁଥିଲେ, ମୋ ଜୀବନ ହିଁ ମୋ ମାତା। ଏହା ମଧ୍ୟ ପ୍ରଯୁଜ୍ୟ ଥିଲା ଚିଲିକା ଗାନ୍ଧୀଙ୍କ କ୍ଷେତ୍ରରେ। ସରଳ ଜୀବନ ଓ ଉଚ୍ଚ ଚିନ୍ତନ ତାଙ୍କର ଜୀବନ ଆଦର୍ଶ। ଜୀବନ ସେ ଆଲୋକରେ ଆଲୋକିତ ଅନେକ। ଏଭଳି ଏକ ମହିମ ଜୀବନ ଜିଇଥିଲେ ଉଦୟନାଥ, ଯେଉଁଥିପାଇଁ ସେ ଆମର ପ୍ରାତ ସ୍ମରଣୀୟ। ଉଦୟନାଥଙ୍କ ଜନ୍ମ ଆପଣ ଜାଣନ୍ତି 1904 ମସିହା ଅପ୍ରେଲ 30 ତାରିଖରେ ପୁରୀ ଜିଲ୍ଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ଟିଟିପ ଗ୍ରାମରେ ହୋଇଥିଲା। ତାଙ୍କର ମାତା ଥିଲେ ସାଙ୍ଗିଆରେ ସାମନ୍ତ ସିଂ, ପିତା ଥିଲେ ସାଙ୍ଗିଆରେ ସାମନ୍ତ ସିଂ। ସେ ଖୋର୍ଦ୍ଧା ହାଇସ୍କୁଲରେ ପଢ଼ୁଥିବା ବେଳେ ମହାତ୍ମା ଗାନ୍ଧୀ ଓ ଉତ୍କଳମଣିଙ୍କ ଆହ୍ୱାନରେ ଦୀକ୍ଷିତ ହୋଇ ଡେଇଁ ପଡ଼ିଥିଲେ ସଂଗ୍ରାମ ମହାଭୂମିକୁ। 1920ରୁ ଆରମ୍ଭ ହେଲା ସଂଗ୍ରାମ ଜୀବନ ଶେଷ ନିଶ୍ୱାସ ପର୍ଯ୍ୟନ୍ତ। ଓଡ଼ିଶାର ବଡ଼ଦାନ୍ତ ଅଞ୍ଚଳରେ ଚେତି ଉଠିଥିଲା ପ୍ରଜା ଆନ୍ଦୋଳନ, ପରି ପାରିକୁଦ ଅଞ୍ଚଳରେ ଆନ୍ଦୋଳନ ହୋଇଥିଲା ଏବଂ ତାର ନେତୃତ୍ୱ ନେଇଥିଲେ ଉଦୟନାଥ। ଏଥିନିମେ ବହୁବାର କାରାବରଣ ଓ ନିର୍ଯାତନା ଭୋଗୁଥିଲେ ମଧ୍ୟ ସଂଗ୍ରାମ ଅବ୍ୟାହତ ରଖିଥିଲେ। 1920ରୁ 1940 ପର୍ଯ୍ୟନ୍ତ ନିଜ ଭାଇ ରଘୁନାଥଙ୍କ ସହ ସେ ଅକଥନୀୟ ରୋଷର ଶିକାର ହୋଇଥିଲେ। କୃଷକ ସଂଘ ମାଧ୍ୟମରେ ଏକାଠି କରି ନ୍ୟାଯ୍ୟ ଦାବି ହାସଲ କରିବା ଦିଗରେ ତାଙ୍କ ନେତୃତ୍ୱ ବିଫଳ ଜନସମର୍ଥନ ହାସଲ କରିଥିଲେ। ସେ ମୁଖ୍ୟତଃ ଗାନ୍ଧୀବାଦୀ ଥିଲେ, ବେଶରେ ଭାବରେ ବି। ତେଣୁ ଲୋକେ ତାଙ୍କୁ ଗାନ୍ଧୀ ମନେ କରୁଥିଲେ। ଗାନ୍ଧୀଙ୍କ ସହ ଅନ୍ୟ 2 ଜଣ ମହାତ୍ମା ତାଙ୍କୁ ଅନୁପ୍ରାଣିତ କରିଥିଲେ। ସେ ହେଲେ ସନ୍ଥ ବିନୋବା ଏବଂ ସନ୍ଥ ନୀଳକଣ୍ଠ। ଭୂଦାନ ଆନ୍ଦୋଳନ ଓ ନିଶା ନିବାରଣ ଅଭିଯାନକୁ ସାକାର କରିବା ପାଇଁ ସେ ଚିଲିକାରେ ସଂଗଠିତ ଆନ୍ଦୋଳନ ନେତୃତ୍ୱ ନେଇଥିଲେ। ସଂସ୍କାରକ ନୀଳକଣ୍ଠଙ୍କ ମାର୍ଗଦର୍ଶନରେ ସେ ଅନେକ ସାମାଜିକ ଓ ସାଂସ୍କୃତିକ କ୍ରିୟାଶୀଳତାର ଉତ୍ପ୍ରେରକ ଥିଲେ। 21/1/1957 ଆୟୋଜିତ ସଭାରେ ଯେଉଁ ସଂକଳ୍ପ ପାରିତ ହୋଇଥିଲା
ତାହା ଏବେ ବି ପ୍ରଗତିଶୀଳ ଚିନ୍ତନ ଭାବରେ ବିବେଚିତ। ଉଦୟନାଥ ଜଣେ ବ୍ୟକ୍ତି ନଥିଲେ, ଥିଲେ ଏକ ଅନୁଷ୍ଠାନ। ନୂଆ ପିଢ଼ି ତାଙ୍କୁ ବେଶୀ ଜାଣିବା ଦରକାର, ଯେଉଁଥିପାଇଁ ଏ ସଭା। ତାଙ୍କ ସାଧନା ବସିକି ବେଶୀ ଆଲୋଚିତ ହେବା ଆବଶ୍ୟକ, ଏହାର ଅନ୍ତ ନାହିଁ। ତାଙ୍କ ଜୀବନ ଦର୍ଶନରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ନିର୍ମାଣରେ ନିଜକୁ ଉତ୍ସର୍ଗ କରିବା ହିଁ ତାଙ୍କ ପ୍ରତି ହେବ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ଆଜି ଦିନରେ। ଏବଂ ଯୁବପିଢ଼ି ଆକର୍ଷିତ ହୁଏ ତାଙ୍କର ମହାନ ଜୀବନ ଦର୍ଶନରେ। ସେହି ମହାନ କାର୍ଯ୍ୟକୁ ଆଜି ଏତେ ବୟସରେ ଜଣେ କ୍ରିୟାଶୀଳ ସ୍ୱଚ୍ଛ ମଣିଷ, ସକ୍ରିୟ ମଣିଷ, ସଂସ୍କାରୀ ମଣିଷ ଆମେ ପଦ୍ମଲୋଚନ ନାୟକଙ୍କୁ ପାଇଛୁ, ଯିଏ ବିଧାୟକ ବି ଥିଲେ ସ୍ୱାଧୀନତା ପରେ, ଯିଏ ଉଦୟନାଥଙ୍କୁ ଦେଖିଥିଲେ, ଗାନ୍ଧୀଙ୍କୁ ଦେଖିଥିଲେ, କାରାବରଣ କରିଥିଲେ, ସ୍ୱାଧୀନତା ଆନ୍ଦୋଳନରେ ସକ୍ରିୟ କରିଥିଲେ। ଏବଂ ଆଜି ଆମେ ପୁଣି ଠାକୁରଙ୍କ ପାଖରେ ମୁଣ୍ଡ ନଇଁବା, ସେ ଆହୁରି ଜିଅନ୍ତୁ ସୁସ୍ଥ ଭାବରେ। ସେ ସିଡ଼ି ଚଢ଼ିକି ଏକୁଟିଆ ପଳେଇ ଆସୁଥିଲେ। କି ଜୋସ୍, କି ଉନ୍ମାଦନା, କି ଉତ୍ସାହ! এই ଉତ୍ସାହ ମୋତେ ଲାଗୁଛି ଉଦୟନାଥ। ତେଣୁ ଉଦୟନାଥ ଅମର, ଚିରକାଳ ଅମର ଏଇଥିପାଇଁ। ଯେଉଁ ଦୀକ୍ଷା ସେ ବେରବୋଇ ମୋ ଗାଁ ପାଖରେ, ଯେଉଁଠି ଗାନ୍ଧୀ 7 ଦିନ ରହିଥିଲେ, ଗାନ୍ଧୀ ସେବା ସଂଘ ଥିଲା, ଯେଉଁଠି ମୋର ଜେଜେ ମହାନ ସ୍ୱାଧୀନତା ସଂଗ୍ରାମୀ ଆର୍ତ୍ତବନ୍ଧୁ ଏବଂ 2 ଜେଜିମା ମାଳତୀ ଦେବୀ, ସେମାନେ ଏତେ ସକ୍ରିୟ ଥିଲେ, ସେ ଅନେକ ସମୟରେ ଆମ ଘରେ ରହିଯାଉଥିଲେ, ରାତିରେ ରହୁଥିଲେ, କଥା ହେଉଥିଲେ। ମୋ ଜେଜେ ତାଙ୍କୁ ମୈତ୍ର ଡାକନ୍ତି। ଏବଂ ସେଠୁ ସେ ସକାଳୁ ବାହାରିକିରି ଆମ ଗାଁ ପାଖ ମୋ ଜେଜେଙ୍କର ସଙ୍ଗାତ ଏବଂ ଯିଏ ବ୍ରହ୍ମପୁରର ବିଧାୟକ ଥିଲେ ବିଶ୍ୱନାଥ ପରିଡ଼ାଙ୍କ ଘରକୁ ଯାଉଥିଲେ। ବିଶ୍ୱନାଥ, ମୋ ଜେଜେ ଆର୍ତ୍ତବନ୍ଧୁ ଏବଂ ଚିଲିକାର ଗାନ୍ଧୀ ଉଦୟନାଥ ଗୋଟେ ତ୍ରିବେଣୀ ଭଳିଆ ସଂଯୋଗରେ ଥିଲେ। ସେତେବେଳେ ଆପଣଙ୍କର ପୁରା କଣାସ ଥିଲା ବ୍ରହ୍ମପୁର। ଏସବୁ କଥା ଏଇଥିପାଇଁ ଆମେ ଏକାଠି ହେଇଛୁ। ମଳୟ ଅଛି, କେଦାର ଭାଇ ଅଛନ୍ତି, ଆପଣମାନେ ଅଛନ୍ତି। ଏ ଯାତ୍ରା ଚାଲିଛି, ଚାଲିବ ଏବଂ ଚିଲିକା ପରି ଚିଲିକା ଗାନ୍ଧୀ ଦିନେ ତାଙ୍କର ଚେତନାକୁ ନେଇ ବିଶ୍ୱର ଶୀର୍ଷକ ପାଲଟିବେ। ଧନ୍ୟବାଦ। ଧନ୍ୟବାଦ ସାର୍। ଆପଣଙ୍କ ବକ୍ତବ୍ୟରେ ଆମେ ଉଦ୍ବୁଦ୍ଧ। ଚିଲିକା ଗାନ୍ଧୀ ଉଦୟନାଥ ଜେନାଙ୍କ ସମ୍ବନ୍ଧରେ ଆପଣଙ୍କର ବକ୍ତବ୍ୟ ଏବଂ ଉପସ୍ଥାପନା ଖୁବ୍ ମନଛୁଆଁ ଥିଲା। ଆଉ ଥରେ ଧନ୍ୟବାଦ ସାର୍। ଚିଲିକାର ମଣି ତୁମେ ଅମୂଲ୍ୟ ସମ୍ପଦ, ପାରିକୁଦ ଜନନୀର ସୁଯୋଗ୍ୟ ଦାୟାଦ, ସୂର୍ଯ୍ୟଚନ୍ଦ୍ର ରହିଥିବେ ଯାବତ ଆକାଶ, ଚିଲିକା ଗାନ୍ଧୀ ତବ ଗାଏ ଇତିହାସ। ଏକ ସୁନ୍ଦର ପୁସ୍ତକ ସ୍ମୃତି ଶ୍ରଦ୍ଧାଞ୍ଜଳି ବର୍ତ୍ତମାନ ଏହି ସ୍ମରଣିକାଟି ଉନ୍ମୋଚନ ହେବ। ଏହି ସ୍ମୃତି ଲିପି ଚିଲିକା ଗାନ୍ଧୀ ଉଦୟନାଥ ଜେନା ମହୋଦୟଙ୍କ ଉଦ୍ଦେଶ୍ୟରେ ସମର୍ପିତ। ଏ ବହିଟିକୁ ଉନ୍ମୋଚନ କରିବା ନିମନ୍ତେ ମୁଁ ମୁଖ୍ୟ ଅତିଥି ଏବଂ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କୁ ବିନମ୍ର ଅନୁରୋଧ କରୁଅଛି। ସାର୍, ଆମ ପାଇଁ ଏକ ଗର୍ବ, କୃଷ୍ଣପ୍ରସାଦ ବ୍ଲକର ପାରିକୁଦ ଅଞ୍ଚଳ ପାଇଁ ଗର୍ବ, ଓଡ଼ିଶାର ଗର୍ବ। ଚିଲିକା ଗାନ୍ଧୀ ଉଦୟନାଥ ଜେନାଙ୍କର ନାମ ଉଦ୍ଦେଶ୍ୟ ନେଇ ଆଜି ଏ ଯେଉଁ ସଭା, ଏ ସଭାରେ ଉପସ୍ଥିତ ଅଛନ୍ତି। ସବୁଠୁ ଆମେ ଆଜି ଅତି ଆନନ୍ଦିତ ହେବା, ଗର୍ବ ଅନୁଭବ କରିବା ଯେ ଜଣେ ବିଶିଷ୍ଟ ମହାନ ବ୍ୟକ୍ତି ଯିଏକି ପଦ୍ମଚରଣ ନାୟକ ମହୋଦୟ ଆଜି ଏଠି ଉପସ୍ଥିତ ଥିବାରୁ ମୁଁ ନିବେଦନ କରିବି ଯେ ମଞ୍ଚ ଏବଂ ମଞ୍ଚ ତଳେ ସମସ୍ତେ ତାଙ୍କୁ କରତାଳି ଦେଇ ଆମେ ଟିକେ ସ୍ୱାଗତ କରିବା। ଆଜି ସଭାରେ ଉପସ୍ଥିତ ହୋଇଥିବାରୁ ଏ ସଭାର ସଞ୍ଚାଳନ କରୁଥିବା ବଡ଼ ଭାଇ ଶଶାଙ୍କ ଶେଖର ଚୂଡ଼ାମଣି ମହୋଦୟ, ଆଜି ଏଠି ଅସୁସ୍ଥତା ସତ୍ତ୍ୱେ
ଏବଂ ଖରାବେଳେ ବି ମନା କରିଥିଲେ ନାହିଁ ମୋର ଗୋଡ଼ ଆକ୍ସିଡେଣ୍ଟ ହେଇଛି ମୁଁ ଯାଇପାରୁନି ଏବଂ ତା ପରବର୍ତ୍ତୀ ପର୍ଯ୍ୟାୟରେ ଅବସ୍ଥାକୁ ବିଚାର କରି ମାନସିକ ସ୍ତରରେ ନିଷ୍ପତ୍ତି ନେଇ ଆଜି ମଞ୍ଚରେ ଉପସ୍ଥିତ ଆମମାନଙ୍କର ପ୍ରିୟ ଭାରତବର୍ଷର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭାଇ ବ୍ରଜକିଶୋର ତ୍ରିପାଠୀ ମହୋଦୟ ଆଜି ମଞ୍ଚରେ ଉପସ୍ଥିତ ଅଛନ୍ତି। ଯେ ବାସ୍ତବିକ ଆମେ ଯେତେବେଳେ କୃଷ୍ଣପ୍ରସାଦରେ ସଭା କରୁ ସେ ସଭାରେ ସଭାପତିତ୍ୱ କରୁଥିବା ଆମର ନମସ୍ୟ ଦାମୋଦର ବିଶ୍ୱାଳ ମହୋଦୟ ଆଜି ଏ ସଭାରେ ଉପସ୍ଥିତ ଅଛନ୍ତି କେଦାର ଭାଇ ଯେ ଭାଇଙ୍କର ମୁଖଶାଳା କହିଲେ ଅତ୍ୟୁକ୍ତି ହେବନି। ଆଜି ଏଠି ଉପସ୍ଥିତ ଅଛନ୍ତି ୟାକୁ ଯେ ଆୟୋଜନ କରିଛନ୍ତି ଏ ବଂଶର ଯେ ଦାୟାତ ୟାକୁ ୟା ପାଇଁ ଯେ ଅହରହ ଉଦ୍ୟମ କରିଛନ୍ତି ଏବଂ ଏ ସଭାକୁ ଚିଲିକାର ଭିତର ଅଂଶରୁ ଉଠେଇ ଆଣି ଭୁବନେଶ୍ୱର ଭଳି ଏକ ରାଜ୍ୟସ୍ତରୀୟ ସଭା କରିବାରେ ଯାହାର ଉଦ୍ୟମ ପ୍ରଶଂସନୀୟ ଭାଇ ମଳୟ ଆଜି ଉପସ୍ଥିତ ଯେ ଅଛନ୍ତି। ଆମେ ଏ ସଭାକୁ ଯିଏ ସଞ୍ଚାଳନ କରୁଛନ୍ତି ଭଉଣୀ ନିବେଦିତା ଏବଂ ଆଜି ମଞ୍ଚାସୀନ ଅଛନ୍ତି ସେ ପରିବାରର ଯେ ପୂର୍ବ ପିଢ଼ି ପର ପିଢ଼ି ବର୍ତ୍ତମାନର ପିଢ଼ିକୁ ସମ୍ଭାଳୁଛନ୍ତି ମୋର ମା ଇନ୍ଦୁମତୀ ଆଗରେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ଭାଇ ପୂର୍ବତନ ରିଟାୟାର୍ଡ ଅଫିସର ମାନେ ଏବଂ ଡାକ୍ତର ଅଭିମନ୍ୟୁ ଜେନା ତା ସହିତ ଅନ୍ୟାନ୍ୟ ଗୁରୁଜୀ ସମସ୍ତଙ୍କୁ ମୁଁ ପ୍ରଣାମ କରୁଛି ବଧେଇ ଜଣାଉଛି। ମୁଁ ଆଦୌ ଏ ସଭାରେ ବକ୍ତବ୍ୟ ଦେବି ନାହିଁ କାରଣ ଚିଲିକା ଗାନ୍ଧୀଙ୍କ ଉପରେ ବକ୍ତବ୍ୟ ଦେବା ପାଇଁ ଏଠି ଅନେକ ବକ୍ତା ଅଛନ୍ତି ତା ଭିତରେ ଆମର ଦାମୋଦର ବିଶ୍ୱାଳ ବି ଅଛନ୍ତି। ମୁଁ ଗୋଟେ ଛୋଟିଆ ଉଦାହରଣ ଦେବି ଯେ ଚିଲିକା ଗାନ୍ଧୀ ଉଦୟନାଥ ଜେନା ସେ ସେଠି ଆମେ ତ ତାଙ୍କୁ ବାବୁ ବୋଲି ଡାକୁ ସେ ବାବୁ ଶବ୍ଦଟି ସେ ନିଜେ ଉପାର୍ଜିତ ନୁହେଁ ଆମେ ସମ୍ବୋଧିତରେ ସମଗ୍ର ପାରିକୁଦ ଅଞ୍ଚଳରେ ବାବୁ କହିଲେ କେବଳ ଆମେ ଉଦୟନାଥ ବାବୁଙ୍କୁ ବୁଝୁ ଏବଂ ସେତେବେଳେ ତାଙ୍କର ଯେଉଁ ପରିସ୍ଥିତି ଆମେ ଏବେ ଅନୁଭବ କରୁଛୁ ସେତେବେଳେ ପରିସ୍ଥିତିରେ ତାଙ୍କର ପିଲାମାନଙ୍କୁ ହୁଏତ ସେ ସୁଦୂର ଦିଲ୍ଲୀ ଫିଲ୍ଲିରେ ପାଠ ପଢ଼େଇ ତାଙ୍କୁ ମଣିଷ କରିପାରିଥାନ୍ତେ କିନ୍ତୁ ପରମ୍ପରା ସଂସ୍କୃତି ଏବଂ ଅଞ୍ଚଳର ପରିବେଶକୁ ବୁଝିଲା ଭଳି ଯେଉଁଠି ଶିକ୍ଷାଦାନ କରାଯାଏ ସେଇଠି ସେ ପିଲାମାନଙ୍କୁ ପାଠ ପଢ଼େଇଛନ୍ତି ଏବଂ ସେଇ ଅଞ୍ଚଳରେ ତା ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ସେ ଅଞ୍ଚଳର ମାଟି ସହିତ ମିଶି ହେଲା ଭଳି ତାଙ୍କୁ ମଧ୍ୟ ରଖି ସେ ଅଞ୍ଚଳର ସେବା କରିବାର ସେ ମଧ୍ୟ ସୁଯୋଗ ଦେଇଛନ୍ତି। ଛୋଟିଆ ଗପଟିଏ କହି ମୋର କଥା ଛାଡ଼ିବି। ଜଣେ ଆଇଏଏସ୍ ଅଫିସର ବାଲେଶ୍ୱରର ତାଙ୍କର ଜଣେ ପୁଅ ବି ଥିଲେ ଆଇଏଏସ୍ ତାଙ୍କର ଜଣେ ଆଉ ଗୋଟିଏ ପୁଅ ହେଉଛନ୍ତି ଆଇପିଏସ୍ ଝିଅଟି ହେଉଛନ୍ତି ଜଣେ ପ୍ରଫେସର ଅଧ୍ୟାପିକା ଏବଂ ଯେହେତୁ ସେ ଆଇଏଏସ୍ ଅଫିସର ଥିଲେ ସେ ତିନି ଜଣ ତାକୁ ସୁଦୂର ଦିଲ୍ଲୀରେ ଏକ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ ଜଣେ ବିଶିଷ୍ଟ ବିଦ୍ୟାଳୟରେ ପାଠ ପଢ଼ାଉଥିଲେ ଶିକ୍ଷାଦାନ କରୁଥିଲେ ଏବଂ ସେମାନେ ସେଠି ଶିକ୍ଷାଦାନ ପରେ ସେଇଠି ପଢ଼ିଲେ ଏବଂ ପଢ଼ିଲା ପରେ ବାପାଙ୍କର ଯେତେବେଳେ ରିଟାୟାର୍ଡ ସମୟରେ ହେଲା ଏବଂ ସେମାନେ ମଧ୍ୟ ସେଠି ବିବାହ କଲେ ରହିଲେ ଦିଲ୍ଲୀରେ କିନ୍ତୁ ସେମାନେ ତାଙ୍କର ଗାଁ ଚାଲିଚଳନି ଏହା ସାଥିରେ କୌଣସି ସମ୍ପର୍କ ଟିକେ ବି ରଖିପାରିଲେ ନାହିଁ କିନ୍ତୁ ବାପାଙ୍କର ଯେତେବେଳେ ରିଟାୟାର୍ଡ ହେଲା ସେମାନେ ବାଧ୍ୟ କଲେ ଯେ ନାଇଁ ତୁମେ ଗାଁ ଛାଡ଼ିକି ଦିଲ୍ଲୀ ଚାଲି ଆସ ଯେହେତୁ ବାପା ତାଙ୍କର ଗାଁ ମାଟି ଗାଁର ପରିବେଶରେ ଚଳିଥିଲେ ସେ ସେଠି ଯିବା ପାଇଁ ମନା କଲେ। ମନା କଲା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ବାପାଙ୍କର କ୍ୟାନ୍ସର ହେଲା ପରେ ତାଙ୍କୁ ଯେତେବେଳେ ଦେହ ଅତି ଆକ୍ରାନ୍ତ ହେଲା ମେଡିକାଲରେ ଆଡମିସନ କଲେ ତାପରେ ପିଲାମାନେ ଖବର ପାଇଲେ ଭାଇ ଭଉଣୀ ତିନି ଜଣ ଯାକ ପରସ୍ପର କଥା ହେଇକି ନିଷ୍ପତ୍ତି କଲେ ଯେ ଆମେ ଅମୁକ ତାରିଖରେ 3 ଜଣ ଯିବା ଏବଂ ବାପାଙ୍କର ଅବସ୍ଥା ଦେଖିବା ଏବଂ 7 ଦିନ ପରେ ପୁନର୍ବାର ଆମେ ଏକାଠି ପ୍ରତ୍ୟାବର୍ତ୍ତନ କରିବା ଏବଂ ସେମାନେ ଯେତେବେଳେ ଓଡ଼ିଶା ଆସିଲେ ବାଲେଶ୍ୱର ଗଲେ ସେତେବେଳେ ଦେଖିଲେ ବାପାଙ୍କୁ ନେଇକି ଏସି ମେଡିକାଲରେ ଆଡମିସନ ହେଇଛନ୍ତି ଏବଂ ସେ ମେଡିକାଲରେ ପ୍ରଥମ ଦିନ ଦ୍ୱିତୀୟ ଦିନ ଡାକ୍ତର ସାଥିରେ ପରାମର୍ଶ କରୁଥାନ୍ତି ଧୀରେ ଧୀରେ ତାଙ୍କର 7 ଦିନ ପୂର୍ଣ୍ଣ ହେଇ ଆସୁଥାଏ ମାତ୍ର ଆଉ 2 ଦିନ ଥାଏ 1 ଦିନ ଥାଏ ଶେଷ ଦିନ ସେ ଡାକ୍ତରଙ୍କୁ ପଚାରିଲେ ଆମକୁ କୁହନ୍ତୁ ବାପାଙ୍କର ଖବର କ'ଣ
से भी 2 दिन थिला जेहेतु डाक्तर कहले नहीं तांकर अवस्था भलो नहीं मते लागुची दिने 2 दिन भितर बापा चली जाई पारंती सेमान व्यस्त होउछन्ती हम रिटर्न टिकट करिछु मात्र ଆଉ 2 दिन अछि एवं ता परवर्ती पर्याय रे जेतले शेष दिन पचारुछन्ती जे आमे संध्या 7 टारे जिबु फेरी जिबु आपण कहंतु मो बापांकर खबर कोन डाक्टर कहले आ मात्र 2 घंटा 2.5 घंटा परे बापा हुए तो चली जिबे रही पारिबे नाही से निष्पत्ति कले जेहेतु 2 घंटा 2.5 घंटा पर चली जिबे तेणु आमे पूरी स्वर्गद्वार तो नबा आमे किसी संसार कार्य करि पारिबा नाही तेणु से निष्पत्ति कले जेहेतु आम जावाई 1.5 घंटा लगे तेणु बर्तमान आम चलो नहीं जा से अपेक्षा करवा बापांकर देहांत पर आम से सर्वदाह करवा और फेरवा बापांकर जीवित अवस्था से पुओ 2 जन भौणी उभय 3 जन गोटे गाड़ी में बसले बापांकर जीवित शवकू से स्वर्गद्वार अभिमुखे आनिले एवं स्वर्गद्वार जे परिचालक जो देखिले जे आप जीवित अवस्था कौन आनी से कहले डाक्तर कहते 2 घंटा 2.5 घंटा पर चली जाए तेणु आम आसबार 1.5 घंटा पर है बोध हुए अध घंटे 45 मिनट बापा चली जाए परिचालक कहले जे बापांकर डेथ सर्टिफिकेट नहले ये शवदाह हम ना से भारी व्यस्त हो गले आम जब ये फेरबू ताले बोध हुए समय अटक ना आम से कहले कि डाक्तर केवल डेथ सर्टिफिकेट देवे ये डेथ सर्टिफिकेट डिक्लेयर हो पार ना से पुनर्बार व्यस्त है ना अपेक्षा करवानी तुरंत पुनर्बार धर एसीबी देवा एसीबी गला जो डेथ हो गला आम डेथ सर्टिफिकेट आणिक आम ये सर्वदाह कर तत्त सन्ध्या बेले आम प्रत्यावर्तन करवा एवं अति तरतर थे तरतर से जो प्रत्यावर्तन कर आम्बुलांस बापांकर शव जीवित शव अच्छी एवं पिला 3 एकाठी जाऊँगी एक ट्रक साथी एक्सीडेंट है 2 पुओ एवं झील 3 मृत्यु हेले बापांकर मृत सदृश शरीर से गाड़ी में थिला मोर कहबार कथा उदयनाथ जेना जो माटी रे थिले जो अंचल रे थिले जो परिवेश रे थिले से जानी थिले माटी कौन माँ कौन ममता कौन परिवेश कौन संपर्क कौन ये सब जानी तेणु तर पिला संपर्क परिवेश माटी सदा स्नेह भितर बंचे परवर्ती पर्यायर से पिला से माटी से पवन से पानी से संतुलित कर सेवा करके से माटी शेष विश्वास त्याग कर मोर नवेदन करुच्ची उदयनाथ प्रेमी मान जो मैंने उदयनाथ प्रेम उद्घाटित उद्भासित अच्छा से निष्पत्ति करूँ जे आम माटी मनीष परंपरा आगू चलवा उच्च एवं शिक्षित केवल हो गले हम ना तेणु आशा करी जो मैंने विशिष्ट नमस्य व्यक्ति माने भक्ता माने जो अच्छा या परवर्ती पर्यायर उदयनाथ स्मृति चारण आम आमको उद्बोधन देवे आम ग्रहण करवा एति कही मोर वक्तव्य को साइन करुचे जय हिंद जय जगन्नाथ। धन्यवाद सर। चिलिका गांधी उदयनाथ जेनांक प्रति आपणक भक्ति अनुराग और सम्मान रे आम अनुप्राणित सतरे खूब सुंदर थिला आपणकर वक्तव्य आउ थरे साधुवाद जणाउछि। धन्यवाद सर। वर्तमान आज सम्मानित वक्ता श्री दामोदर विश्वास समाजसेवी महोदय को अनुरोध करुछि से तांकर वक्तव्य प्रदान करिबा हेबे सर। नीलाचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। मंचासीन समस्त नेतृवृंद एवं मंच निकट में बसी प्राज्ञ विज्ञ ज्ञानी गुणी एवं माँ भौणी मानू सम्मान स्नेह शुभेच्छा जनाऊँ। स्वर्गत उदयनाथ जेना तितिप गाँव रे जन्म जो गाँ के आम गाँ ना तितिप। उदयनाथ जेना मो बापांकर समसामयिक लोक
ଯାହାକି ମୋର ସେ ପିତୃତୁଲ୍ୟ, ତାଙ୍କ ମୁହଁରୁ ଶୁଣିବା କଥା ଏବଂ ଆଖିରେ କିଛି ଦେଖିବା କଥାକୁ ଆପଣମାନଙ୍କ ପାଖରେ ଉପସ୍ଥାପନା କରୁଛି। ଉଦୟନାଥ ଜେନା ବାପାଙ୍କ ନାଁ ଶ୍ୟାମତ ସୁନ୍ଦର ଶ୍ୟାମତ ସିଂହାର, ମାଙ୍କ ନାଁ ଯଶୋଦା ଦେବୀ। ମାଲୁଟୁ ପାରିକୁଦ ଲୋକଙ୍କ ଭାଗ୍ୟ ଆକାଶରେ 1904 ମସିହାରେ ଆଜିର ଦିନରେ ଉଦୟ ହେଇଯାଇଥିଲେ ଉଦୟନାଥ। ବାଲ୍ୟ ଶୈଶବ ଅବସ୍ଥା ଅତିକ୍ରମ କଲା ପରେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ ପାରିକୁଦ ଗଡ଼ରେ। ତାପରେ ମାଇନର ସ୍କୁଲ ପାଠ ପଢ଼ିବା ପାଇଁ ବାଲୁଗାଁକୁ ଯାଇଥିଲେ। ଏମ୍ଏ ସ୍କୁଲ, ହଁ, ବାଣପୁର ଏମ୍ଏ ସ୍କୁଲରେ ପାଠ ପଢ଼ୁଥିଲେ, ମାଇନର ପାସ୍ କଲେ। ତାପରେ ଖୋର୍ଦ୍ଧା ହାଇସ୍କୁଲକୁ ଗଲେ। ଆଉ ଟିକେ ପୂର୍ବରୁ କହୁଛି ଯେ ଆପଣମାନେ ଭାବୁଥିବେ ଯେ ପାରିକୁଦରେ ଏତେ ପିଲା ତ ଥିବେ, ଏ ପିଲାଟି କ'ଣ ଏତେ ପାଠ ପଢ଼ିବାକୁ ଗଲା। ଆଉ ଗୋଟେ କଥା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ, କ୍ଷୋଭ ପ୍ରକାଶ କରିବେ। ଏ ଅନ୍ଧାରୀ ମୁଲକରେ କିଭଳି ଶାସନ ଚଲେଇଥିଲେ ରଜା। ରଜାଙ୍କ ମୁହଁରୁ ଶାସନ କରୁଥିବା ରାଜାଙ୍କୁ ମୁଁ ଦେଖିଛି, ଯିଏକି କୃଷ୍ଣମୋହନ ହରିଚନ୍ଦନ। ତାଙ୍କୁ ଯଦି କେହି କୁହନ୍ତେ ଛାମୁ ସ୍କୁଲ ଖୋଲୁନାହାନ୍ତି, ସିଆଣେ ଆସିବେ, ସିଆଣେ ଆସିବେ, ପାଠ ପଢ଼ିଲେ ସିଆଣେ ଆସିବେ, ଏଇଭଳି କୁହନ୍ତି। ଅବିକଳ କଥାକୁ କହୁଛି। ତେଣୁ ଏଇଥିପାଇଁ ଶିକ୍ଷା ବ୍ୟବସ୍ଥା କିଛି ନଥିଲା। ସେଇଥିରୁ ଜାଣୁଥିବ ସ୍ୱାସ୍ଥ୍ୟ ଗମନାଗମନ କିଛି ବି ନଥିଲା। ତେଣୁ ଇଏ ପାଠ ପଢ଼ିଲା ପରେ ଖୋର୍ଦ୍ଧା ହାଇସ୍କୁଲରେ ଯେତେବେଳେ ମ୍ୟାଚୁରିଟି ମାଇଣ୍ଡ ହେଲା, ଉର୍ବର ମସ୍ତିଷ୍କ ଆମେ ଯାହାକୁ କହୁଛେ ହେଲା ପରେ ରଜାଙ୍କ ଦ୍ୱାରା ଏକର ତ କହୁଥିଲେ ମୋ ପୂର୍ବରୁ ଗାନ୍ଧୀ ଆଉ ଗୋପବନ୍ଧୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହେଇକରି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଲେ। କିନ୍ତୁ ଆଉ ଗୋଟିଏ ପ୍ରଜାପୀଡ଼କ ରାଜା ଯିଏକି ଥିଲେ ରାଧାମୋହନ ହରିଚନ୍ଦନ ବୋଲି, କୃଷ୍ଣମୋହନ ହରିଚନ୍ଦନଙ୍କ ପୂର୍ବର ରାଜା, ସେ ଏକ ନିଷ୍ଠୁର ଦୁର୍ଯ୍ୟୋଧନ, ଯାହା କୁହାଯାଏ ମହାଭାରତର ମହାମାନୀ ଦୁର୍ଯ୍ୟୋଧନ ସଦୃଶ, ନିରକ୍ଷର, ଶ୍ୟାମଳ ବର୍ଣ୍ଣର ଲୋକ, ଦୀର୍ଘକାୟ, ବିରାଟ ବପୁ, ଯାହାକି ମୋ ବାପା ବି କହନ୍ତି ରାଧାମୋହନ ହରିଚନ୍ଦନ ନାଁ ଶୁଣିଲେ ଗର୍ଭଣୀ ଗାଈ ବାଟ ଛାଡ଼ିଦିଏ। ରଜାଙ୍କର ରାଣ ପକେଇଦେଲେ ସେ କଥା ସେତିକି ସ୍ଥଗିତ ରହିଲା। ରାଧାମୋହନ ଏଭଳି ପ୍ରଭାବଶାଳୀ ରାଜା ଥିଲେ। ଖଜଣା ସେତେବେଳେ ଆଦାୟ ହୁଏ ଆଜ୍ଞା, ପଥକର ନଥିଲା। ଖଜଣା କ'ଣ, ଆଜିର ପାଠ ପଢ଼ୁଆ ପିଲାଙ୍କୁ ଯଦି ପଚାର ଖଜଣା କ'ଣ ସେ ବୁଝିପାରିବେ ନାହିଁ। ଆଚ୍ଛା, ସେ ପାଉତି ଆମ ଘରେ ବର୍ତ୍ତମାନ ସୁଦ୍ଧା ଅଛି, ଦସ୍ତଖତ ଅଛି ରଙ୍ଗନାଥ ବିଶ୍ୱାଳ, ଯିଏକି ରଜାଙ୍କର ତହସିଲଦାର ସ୍ୱରୂପ କାମ କରନ୍ତି। ଖଜଣା କେତେ ନା ପାଉତିରେ ଲେଖା ଅଛି 1 ଟଙ୍କା 13 ଅଣା, 1 ଟଙ୍କା 5 ଅଣା। ଆକୁ ଯଦି କୁହାଯିବ ବର୍ତ୍ତମାନ ଗୋଟେ ପିଲା ଲେଖିପାରିବ ନାହିଁ। ଟଙ୍କା କ'ଣ ଅଣା କ'ଣ, ଟଙ୍କାଟା ଲେଖିବ ଏଇଟା ବୋଲି, ଅଣାଟା ଲେଖିପାରିବ ନାହିଁ। ତେଣୁ ଆମେ ଯେତେବେଳେ ପ୍ରାଇମେରୀରେ ପାଠ ପଢ଼ିଲୁ ଆମକୁ ଏଇ ଟଙ୍କା ଅଣା 16 ପଣ କାହାଣୀ ଆକୁ ପଢ଼ା ହେଇଥିଲା। ସେଇଥିରେ ଆମର ଟିକେ ଧାରଣା ରହିଲା। ତେଣୁ ଏହା ହେବା ପରେ ଖୋର୍ଦ୍ଧା ହାଇସ୍କୁଲରେ ପାଠ ପଢ଼ୁଥିଲା ସମୟରେ ଏଇ ଯେଉଁ ରାଧାମୋହନ ହରିଚନ୍ଦନ, ଯିଏକି ପ୍ରଜାପୀଡ଼କ ରାଜା, ମାନେ ଏଭଳି ପ୍ରଜାପୀଡ଼କ ରାଜା ଯଥା ଔରଙ୍ଗଜେବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜଣେ ବ୍ରାହ୍ମଣ ଖଜଣା ଦେଇପାରିଲା ନାହିଁ ବୋଲି ତାର ଗୃହଦ୍ୱାରରେ ବାଲି ସହ ବେତକୁ ଭର୍ତ୍ତି କରିକି ଘାଣ୍ଟି ଦେଇଥିଲା, ଯିଏକି ରାଧାମୋହନ ହରିଚନ୍ଦନ। 6 ମାସ ଭିତରେ ବ୍ରାହ୍ମଣ ଜଣକ ମରିଗଲେ ଏବଂ ଅଭିଶାପ ଦେଇଥିଲେ, ହେ ରାଜା 6 ମାସ 6 ପକ୍ଷ ତୁ ବି ଯିବୁ ନାହିଁ। ମୁଁ ଯେଭଳି ଯନ୍ତ୍ରଣାରେ ଛଟପଟ ହେଇକରି ମରୁଛି ତୁ ବି ସେଇଭଳି ମରିବୁ। ମୋ ବାପା କହନ୍ତି ଆଜ୍ଞା 6 ମାସ ପରେ ମଳକଣ୍ଟକରେ ରାଧାମୋହନଙ୍କର ମୃତ୍ୟୁ ହେଲା। ତାପରେ ଆସିଲେ କୃଷ୍ଣମୋହନ ହରିଚନ୍ଦନ, ଯିଏକି ଶିକ୍ଷିତ ରାଜା। ସେ ସମୟରେ ସେ ରାୟପୁର କଲେଜରେ ପାଠ ପଢ଼ୁଥିଲେ। କିନ୍ତୁ ଆଜି ଯଦି ତାଙ୍କୁ କେହି ଦେଖିଥାନ୍ତା ଏକ ଜୋକର ବୋଲି କୁହନ୍ତା। ମଦ୍ୟପ, 24 ଘଣ୍ଟା ମଦ ପିଇବାରେ ବ୍ୟସ୍ତ ଏବଂ ଲମ୍ପଟତା ପ୍ରକୃତିର ମନୁଷ୍ୟ।
पर झील बहु को देखिले विवाह कर अविकल कथा को कौचा विवाह करने भी कहते ए कथा को गोदनाथ जेना जो छात्र जीवन में कथा कान सब पड़े मनीष जे रजा हेले भी जड़े मनुष्य मनुष्य को एभली व्यवहार करे मत निजे बसिक बारंडार घरे कहे पूर्व आज्ञा छाड़देली मो बापा मरी जाती सी आम गाँ दांडे गोटे ठेंगाटिया धरी हरिजन बस्ती पर्यटन जी दांडे चली चली खंडे खदड़ गामछा पिंधि देहर खंडे थी कहीं आज मन पड़े भावुची मोर सेमती किसी जानिमार ज्ञान न थाए 18-19 वर्ष बयस मात्र गाँ दांडे थर भेट है सीआड़ सी आसुच्च मुझे जाऊँ मत कहले दामोदर 6-7 दिन 8 दिन घर आड़े जाऊँ मुझे दिन ठार आज्ञा भी जाए 6 दिन 7 दिन छाड़ी जाए गले सी आहारी कथा किसी कहती ना जीवन अनुभूतिटा केवल कह शुणिले आश्चर्य लगे तापर जो कृष्णमोहन हरिचंदन का राजत्व काल आसला कृष्णमोहन हरिचंदन नीतिगति प्रकृति रे जड़े विलासी लंपट एवं भ्रमण प्रिय सेमिला दार्जिलिंग रे जाइकरी रहंती एभली राजा शिक्षित लोक एवं मकदमी खोर बहुत माली मकदमा जीवन या मत गोदनाथ जेना कहती कहला रे दामोदर मत थरे डकैला कहला उदयनाथ आज तुम पछ छाड़ मैंने ये कथाटी मुझे कहीं कहूँ आज्ञा से गोटे कथा को 3 थर कहते से राजा कृष्णमोहन हरिचंद्र एक प्रकार खन्ना उदयनाथ आज तुम पछ छाड़ राज्य अधूटे देवी करते आज्ञा ये तो महानता आज भी छाड़ी जाइए आम समाज को शिक्षा देकरी केते दूर त्यागी थे मत कहले दामोदर मुझे कहली छामू को मुझे छामू राज्य अधूटे नहीं मुझे गोटे रजा हबी रजा है अहमिका निश्चित भाव में बढ़ी से कथा मत कहतु ना आपण प्रजा मान प्रति ए अन्याय अत्याचार जो पर्यंत निवृत्त न रही आपण विरुद्ध में मोर संग्राम अविरत जारी रही एपरिक मरोटिया भाषा बुढ़ा बुढ़ा मैंने गाँव में कहते रजा गोदनाथ कहते तो गाँव दुआरे घास उठे तो दुआरे घास उठेदेवी यही कथा को कृष्णमोहन हरिचंदन शुणिकी गोदनाथ बाबू जाऊँ डंगा को घाट डंगा से कहले घी मुदा बोली गोटे घाट थाए कृष्णप्रसाद गढ़ सिंहद्वार मुहरे हाड़िया कोड़ी नामक जड़े व्यक्ति जे कि राजार परिचय जड़े कोड़ी हूँ आज्ञा तार टाइटल ताकू लगे गला कोड़ी हाड़िया हाड़िया बड़ा बड़ा जापड़े पकेला ढाई ना गोदनाथ निजे कहीदेव गालू को पकेला चापड़े हाड़िया कोड़ी कहले अरे हाड़ी 6 मास जीवु ना ये मर्त्यमंडल तो 6 मास पर नथु रे मरीगला ये तो आउ गोटे कथा शिक्षा मिले कौन मनुष्य समाज को जो मनुष्य ए जगत रे सत्य धर्म न्याय थाए तार जदि कहीं शत्रुता करे भगवान निजे तार शत्रु हो जाए तार तो भगवान आज तक मारती कहा ना कहा द्वारा तार मृत्युर विनाश घटे यह शास्त्र रे नियम लेखा अच्छी किंतु मनुष्य सत्य धर्म न्याय दरकार समर्पित मनोभाव थी दरकार तेणु गोदनाथ बाबू जदिओ उच्च शिक्षित लोक नथिले किंतु शिक्षा कौन मुझे किसी बुझी पारुना आज जो पिला मैंने ग्रेजुएशन कंप्लीट कर शिक्षा आश्चर्य लगे हाईस्कूल में पढ़ुवा पिला भारत प्रधानमंत्री की कही पारे ना ना कि राष्ट्रपति ना को भी कही पारे ना तो आम मत से कहती कहला अरे मुझे तो बेसी पाठ पढ़ी मु आगे इंग्लीश गोटे अभ्यास कली डिक्शनरी रखिली ट्रांसलेशन बही रखिली इंग्लीश कथबार्ता केमी कर फ्रिक्वेंट इंग्लीश कहती गोदनाथ जेना आप आशा करेंगे ना ये लोकटा इंग्लीश कहते इंग्लीश तेणु यही भाव में जिते हाड़िया कोड़ी बाड़ेगा बाड़ेला 6 मास पर मरीगला तापर रजा डाकिक कथा जो पूर्व कहीदेली रजा कहला रे गोदनाथ मो पछ छाड़ी दियो तुम्हें तुमको राज्य अभिषेक ना ना
राज्य अधे नहीं मु रजा बोलेबी नहीं आपण ये दुर्नीति कर्मरु आपण निवृत्त रुहतु ताहेले जाई मो संग्राम थमिव नचे घास आम गाँ बापा माने कहतु घास उठे देवाक रजा दुआरे उदयनाथ आमको कही तेणु जीवन आउ गोटे घटना आम अंचल रजा शासन करुला पैसा जाक खजना नहीं सिमिला दार्जिलिंग अयस करुला पारिकुद एक अंचल आज्ञा 50 वर्ष पूर्व आपण मान भर कहीं पारिकुदर भौगोलिक परिस्थिति गाँ को गाँ गले लुगा पाड़ी जाए पड़ूला चिलिका प्रतिबंधक थिला बाली थिला जुआड़े जी गोड़े चपल नाला मु आज्ञा भी चपल पिंधि पारे चपल पिंधि कौड़े जा जुआड़े जब आंठुए बाली तेणु लोक गोड़े चपल नाला से समय ये जो खजना नौ लोक बुली बुलिक पादरे आश्चर्य लगुच विराट काय बपू बड़े वरिष्ठ शरीर उदयनाथ बाबूंकर प्रयाग ठार सात पुरी पर्यंत चलिक पादरे जाती अनवरत हम देखिले आस बुढ़ाटा कितने चलुची कौन आज भी क्या पक्षर से कथा संभव हम ना से भावे जे माता पिता रजवीर्य काले विहिजा लिखला तो फले यही उत्तम संतान दिए सृष्टि हवापाई भगवान निर्देश थिला ये अंचल त्राणकर्ता स्वरूप ये मालुदु पारिकुद अंचल त्राणकर्ता स्वरूप पारिकुद मालुदु लोकंकर भाग्य आकाश रे उदय हेले उदयना सूर्य धर्म निजे जड़ी जगत को आलोक दबा ना उदयनाथ जना चारिबाट संपत्तिर मालिक बापा श्यामल सुंदर सामत सिंहा सम्भ्रांत वंशर लोक किंतु निज जीवन को जाली जाली ये पारिकुद मालुद अंचल अंधकार दूर करने निजे जड़ी जाते उदयनाथ जो कथाटी पूर्व कहूली जे आज समाज ये शिखा दरकार राज्य अधे देवाई पारिकुद रजा साहब जो उदयनाथ जेना कहले एभरी लोभ को आज समय केते मनुष्य त्याग करि पारे टंका 100टा देदेले गोटे मनीष को मनीष मारी दौ से भी जड़े मनीष कहीं ना ए दुखी रंगी लोकंकर दुख दुर्दशा को दूर करने निज जीवन को तिल तिल कर सूर्य कर जड़ी जाते उदयनाथ तापरे ये चिलिका कूल फसल आज्ञा गोटे हूँ पारिकुदर मुख्य जीविका हूँ माछ आउ धान धानटा जमी चिलिका माछ आम तो निजे भोगीचु आम पिला भोगिना सकाଳେ संध्या बेले कौन तरकारी हम बोली कहले घरे माछ तरकारी हो नचेत ठुकुआ तांपड़ा इत्यादि प्रत्येक घरे प्राय खाए से समय एवं गोटे देखा मिलूनी आज्ञा पारिकुदर भसे गोटे वर्ष जो फसल है 4 वर्ष पलैब आ फसल हम ना कारण कौन ना चिलिका पानी पशि जाए जमी भितर चिलिका कूल बंध नाला आड़िया बंध जहाँ कहुए साधारण भाव बंध कर चाषी मैंने धान करुले वर्षा ऋतु में पानी माड़ी जाए लुणा पानी तेणु फसल नष्ट हुए थे लुणा पानी माड़ा 2-3 वर्ष पर्यटन भल धान हम ना तेणु लोकंकर खाद्यपेय कौन थिला मांडिया जाऊ बाटिए काटिले माटिया को नियंत एभली समय थिला दिने तेणु चिलिका कूले कूले 12 फुट उच्चता विशिष्ट एक रिंग बंध निर्माण कराइले उदयनाथ 12 फुट उच्चाई से दिन ठारू पारिकुद अंचल प्रति वर्ष ऊपर पानी ना सीना मरुड़ी हो जाए कि चिलिका पानी आ जमी भितर पशिक फसल नष्ट हबार ना 1968 मसीह ये वृत्तिबंध निर्माण कराई उदयनाथ यहाँ हूँ गोटे उल्लेखनीय कार्य जे पारिकुद मालुद अंचल फसल व्यवस्था आदम आज्ञा फसल बोली कहले पारिकुद लोक किसी भी पाते ना
अच्छा एवं बाहर को बांगालोर चेन्नई जाकर खटुचंद लोक से बाहर को लोक जाती ना कारण ये पारिकुट माटी एभली लोक थे स्वाभिमानी एवं जो पाइक खेल प्रदर्शन होता आगे कौन आएगा ये खंडायत निर्दर्शन पाइक खेल स्वयं उदयनाथ बाबू से पाइक खेलती ना गदामुदुर देखती बसंती पाइक पड़िया दशहरा को आम दी साई जाक दुई साई पाइक खेल हम बालियापटारे उदयनाथ बाबू से सभारे बसे चौकीटे पड़ो पदा टेकिबे कंडा पकेबे भारी मजबूत लोक बलिष्ठ लोक सेना धरिक पानी बुआई मांडिया भी लोक जीवनटा मुझे आज बाबू शब्द मुझे मो बापा को कहली मो पूर्व कहते बाबू कौन मो बापा को पचारि बोले बाबा ए कौन बाबू कहते आमर धाम कौन धान नौ आज्ञा धान अंटे ना चारिटी जमी कि धान पाए ना भाद्रव श्रावण भाद्रव मसरे धान सटाई आम घर धान नहीं मोठू भी नहीं ये कहीं शुणिल समस्त चारिटी जमी चाषी आज समय आम अंचल मसूरी धान बाहर माणे बिलू 10 बस्ता 12 बस्ता धान होटे जमी 10 12 बस्ता धान भी हुए ना एमती जमी पारिक था लुणी पानी माड़ी जाए तेणु मो बापा मत कहले मो बापा अशिक्षित लोक से कहीं तो पाठ पढ़ना मो बापा केमती पाठ पढ़ी माटी वंश हम था साधारण भाव लेखापढ़ा कर मुझे बापा तो बाबू बोली समस्त डाकुन तो धान कहीं आम घर नौ पिलाटिया स्वभाव में कहली अच्छा ये हूँ पिता गुरु आज्ञा पिता गुरु बोली कौन पिता कौन बापा कौन पाठ पढ़ी ना ये हूँ शिक्षा मो बापा मत कही आज भी मन भर हृदय भर मन पड़गले भावुँ कह हरे कहीं कहलु तो कौन मुझे कहूँ से चाहूँ मोर मोर माने उद्देश्यटा कौन अहंकार कहूँ ना कौन गर्वर कहूँ ना कौन या भावी मुझे नाई बापा संकुचित हो गली मुझे बाबा से तो गरीब मैं बाबू लोक धान कहीं नौ मो बापा मत मत घरे कहले अरे ये मालू पारिपुदे ता भाया गोटे मुंड जन्म हेनी मो घरे मत कहले ये कथा को मत कह धान नेला बोली कौन से सान लोक भाविचु मुझे बाबा से कौन कर अरे आम सब हल बांधुचु देखो कि मनोभाव मो बापार भी 5 बाटी जमी आज्ञा आम हलुआ सब निजक स्वीकार कर हलुआ ताको बाबू बोली कहीं उच्चारू ना ये लोकों जाइए सरकार पाखे कौट रास्ता हम कौट पोखरी हम कौट स्कूल हम ए बाबद सब बेले से सरकार सागर लड़े करुँच मो बापा कह तो से बाबू बोली डाक मुझे बापा से कहीं चाष करूना आम तो धान तो बहुत धान रहा कहले धान केमती से कर कह प्रयाग ठू पुरी पर्यंत पादरे चली चली अनवरत लोकों कथा को बुझुची जी यार बिलरे मूलिया पड़ी थो से जाड़े बुलुथ बैशाख मसरू बरिया धान बरिया खाली केमती चलो कहीं से कर तू जानवर कहीं कर जन्म नहीं मो बापा मत कहती से बेड़ा नक्षत्र जन्म नहीं ये समाज मंगल कार्य व्रती हम बोली जमती वन दुर्गा ठाकुर अभिराम परमहंस कही जाओ अभिराम समाज मंगल कार्य व्रती हो तेणु समाज सेवा को जीवन व्रत भाव से ग्रहण कर तेणु सी नहीं कौन आम शास्त्र कौन शास्त्र कहूँ आज्ञा कौन ना वसुधैव कुटुंबकम जदि जगतवासी एक परिवार लोक ताले मनुष्य ताले निजर चिंता को सब हिं करू आम ठाकुर पाखे जिते प्रणाम करुचे किसी दुख जनाऊे से जगतर मंगल को कहीं कामना करूना प्राय खूब कम लोग करुवे कहीं ना सर्वे भवन्तु सुखिनः सर्वे सन्तु निरामया सर्वे भद्राणि पश्यन्तु मा कश्चित् दुख भाग भवे एक कथा को कहीं देवता मंदिर में उच्चारू ना से जाऊँगी केवल निज कथा को उच्चारू
କିନ୍ତୁ ସ୍ୱର୍ଗତ ଉଦୟନାଥ ଜେନା କର୍ମଯୋଗୀ ସେ ଉଚ୍ଚାରିବେ କ'ଣ କାର୍ଯ୍ୟରେ କରିକି ଦେଖାନ୍ତି ନିଜେ ଶ୍ରମ କରିକିରି ବାର ଦୁଆରକୁ ବୁଲନ୍ତି କାହା ଘରେ ଚୁଲି ଲାଗି ନାହିଁ କି ଭୋକ ଉପାସରେ ରହିଛି ସେ କଥାକୁ ନଜର ଦିଅନ୍ତି ଇଏ ହେଲା ମାନବୀୟ ଧର୍ମ ତେଣୁ ଆମର କ'ଣ ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଯିଏ ନର କର୍ମ ଏକା ତାର ଜୀବନର ମାନଦଣ୍ଡ ଆମର ଇଂରେଜମାନଙ୍କ ଭାଷାରେ ସର୍ଭିସ୍ ଟୁ ମ୍ୟାନକାଇଣ୍ଡ ଇଜ୍ ସର୍ଭିସ୍ ଟୁ ଗଡ୍ ମନୁଷ୍ୟ ଯାଇକି କ'ଣ ସଫେଇ ଦେବ ଯାଇଥିଲ କ'ଣ କରିକି ଆଇଛ ନା ଆଜ୍ଞା ମୁଁ ବିଲବାଡ଼ି ଚାଷ କଲି ପିଲାଙ୍କୁ ପାଠ ପଢ଼େଇଲି ଆଇଲି ଆଉ ଏଇଆ ନା ଏ ହିସାବ ଦେବାକୁ ପଡ଼ିବ ତ ପ୍ରତ୍ୟେକ ମନୁଷ୍ୟକୁ ଏ ସମାଜ ପାଇଁ କ'ଣ କରିକିରି ଆସିଛ ତେଣୁ এইଥିପାଇଁ ବୋଧେ ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ କର୍ମେ ଜୀବନର କର୍ମ ଏକାଦାର ଜୀବନର ମାନଦଣ୍ଡ ତେଣୁ ସ୍ୱର୍ଗତ ଉଦୟନାଥ ଜେନା ଏ ସମାଜ ପାଇଁ ଏ ମାରୁତ ପାରିକୁଦ ଅଞ୍ଚଳ ଲୋକଙ୍କ ପାଇଁ ଯାହା କରି ଯାଇଛନ୍ତି ତାହା ଅବିସ୍ମରଣୀୟ ମୋ ଜୀବିତ ଅବସ୍ଥାରେ ମୁଁ ଦେଖିବା ଅବସ୍ଥାରେ ମୋ ବାପା ଯିଏ ଥିଲେ ମୁଁ ବି ଦେଖିଛି ତାଙ୍କର କାର୍ଯ୍ୟକଳାପକୁ ଏଇ ଛତାଟିଏ ଧରି ଯୋଉ ତାଳ ଛତା କଥା କହୁଥିଲେ ଗାନ୍ଧୀଙ୍କର ତାଳ ଛତା ନଥିଲା ଆଜ୍ଞା ଗାନ୍ଧୀଙ୍କର କାହିଁକି ଛତା ନଥିଲା ଇଏ କାହିଁକି ଧରିଥିଲେ ନା ସେତେବେଳେ ଚିଲିକା ପାଣି ଆଜ୍ଞା ଘାଇରେ ପଶିଯାଏ ପଶିଗଲାକୁ ପାଣି ପଡୁଥିବ ଟୋପି ବର୍ଷା ହଉଥିବ ଆଚ୍ଛା ତାଳ ଛତାଟିଏ ଧରି ଏ ସାଇରୁ ସେ ସାଇର ଦାଣ୍ଡ ମଝିରେ ଆରେ ଆସ ବାଲି ଘାଇକି ଯିବା ତାଳ ଗଛ ହାଣିକିରି ଘାଇରେ ପକେଇବା ଆଜ୍ଞା ତାଳ ଗଛ ଆମର ସେଠି ଅଛି ତାଳ ଗଛ କାଟି ଘାଇରେ ପକେଇ ତାପରେ ବାଲି ପଡ଼ିବ ମାଟି ତାଙ୍କ ଡାକରରେ ଲୋକ ବାହାରିବେ ଆରେ ବାବୁ ଆସିକିରି ଦାଣ୍ଡରେ ଓଦା ହେଇକିରି ବୁଲୁଛନ୍ତି କିଏ ରହିବ ଆଜ୍ଞା ଯାଇକିରି ଖାଇ ପକା ଏଭଳି କାମ ଆଜିର ଯେତେ ଶିକ୍ଷିତ ସମାଜ ଅଛନ୍ତି ଯେଉଁମାନେ ଅଛନ୍ତି ଆତ୍ମା ଭିତରେ ଏ କଥା ନାହିଁ କରିବା ତ ଦୂରର କଥା ଆତ୍ମଚିନ୍ତନ ଭିତରେ ଏ କଥା ନାହିଁ ଯେ ସମାଜ ପାଇଁ କିଛି କରିବା ପାଇଁ ଆଉ ସମୟ ଖୁବ୍ କମ୍ ମୁଁ ଆଉ ବିଶେଷ କହୁନାହିଁ ସର୍ବଶେଷରେ ତାଙ୍କର ଏଇ ଅମରାତ୍ମା ଏ ସମଗ୍ର ରାଜ୍ୟରେ ବିଦିତ ତାଙ୍କର ଏଇ ଯେଉଁ କାର୍ଯ୍ୟାବଳୀ ସମସ୍ତ ଲୋକ ମୁଖରେ ପ୍ରଶଂସିତ ପ୍ରଚାରିତ ହଉ ଏତିକି ଜଗନ୍ନାଥ ନିକଟରେ କାମନା କରି ମୋର ବକ୍ତବ୍ୟ ସାଙ୍ଗ କରୁଛି ଜୟ ଜଗନ୍ନାଥ।